ଜୟ ଶ୍ରୀକୃଷ୍ଣ ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା ଆପଣଙ୍କ ଉପରେ ବରସୁଥାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରାଣ ପୁରୁଷୋତ୍ତମ ବିଷ୍ଣୁ ହରି ମୋହନ ମୁରାରୀଙ୍କୁ ଛାଡ଼ି ଆମେ କୁଆଡ଼େ ଯିବା। ଆଜି ଏକ କଥାବସ୍ତୁରୁ ଆରମ୍ଭ କରୁଛି, ସତ କଥା। ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଅଛନ୍ତି, କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେଉଁ ବିଷ୍ଣୁ ରୂପ, ବିଷ୍ଣୁ ଯାଇଥିଲେ ଏକଦା ଇନ୍ଦ୍ରଙ୍କ ପାଖକୁ ସ୍ୱର୍ଗକୁ ଦେଖିବା ପାଇଁ କ'ଣ ଚାଲିଛି। ଯେତେବେଳେ ଇନ୍ଦ୍ରଦେବ ଦେଖିଲେ ଯେ ମୋର ପରମପିତା ଭଗବାନ ବିଷ୍ଣୁ ସ୍ୱୟଂ ଏଠିକି ଆସିଛନ୍ତି, ସେ ସ୍ୱାଗତ କଲେ। ମହାପ୍ରଭୁ ଭଗବାନ ବିଷ୍ଣୁ ବସିକି ସ୍ୱର୍ଗର କଥା ସବୁ ବୁଝିଲେ, ଆଉ ଶେଷରେ ଫେରିଲା ବେଳକୁ ଖୁସି ହେଇ ଇନ୍ଦ୍ରଦେବଙ୍କୁ କହିଲେ, କ'ଣ ବର ମାଗୁଛୁ ମାଗ। ଇନ୍ଦ୍ରଦେବ ଟିକେ ପଛ ଘୁଞ୍ଚା ଦେଲେ, ତାପରେ ଟିକେ ଟିକେ ଲାଜେଇକି କହିଲେ ଯେ ମହାପ୍ରଭୁ ମୋତେ ସଂସାରର ସବୁଠାରୁ ସୁନ୍ଦର ସ୍ତ୍ରୀ ଲୋକ ଦିଅନ୍ତୁ। ମହାପ୍ରଭୁ ଭଗବାନ ବିଷ୍ଣୁ ଟିକେ ମୁରୁକିକି ହସିଲେ, ଯେମିତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ମୁରୁକିକି ହସନ୍ତି, ତାଙ୍କର ଅଭ୍ୟାସ। ସିଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ବିଷ୍ଣୁ ଯୋଗମାୟା ଦ୍ୱାରା ହଜାର ହଜାର ସୁନ୍ଦରରୁ ସୁନ୍ଦର ସ୍ତ୍ରୀ, ସଂସାରରେ ଯେତେ ସୁନ୍ଦର ହେଇପାରିବେ ସେ ସ୍ତ୍ରୀ ସବୁକୁ ଠିଆ କରିଦେଲେ ଲାଇନ୍ କରିକି। ଆଉ ଇନ୍ଦ୍ରକୁ କହିଲେ, ବାଛିନେ କାହାକୁ ବାଛୁଛୁ। ଇନ୍ଦ୍ରଦେବ ଜଣକୁ ବାଛିଦେଲେ। କିଛି ସମୟ ପରେ ବାଛିନେଲେ, ଆପଣ ତାଙ୍କ ନାଁ ଶୁଣିଥିବେ, ଉର୍ବଶୀ।